କାଲି ବୌଦ୍ଧ ମହୋତ୍ସବର ଶେଷ ଦିନ ଥିଲା। ସ୍କୁଲ ଝିଅକୁ ନେଇ ଆସି ମୁଁ ଆଉ ମୋ ଝିଅ ଟିକେ ମହୋତ୍ସବ ପଡ଼ିଆକୁ ବୁଲିଗଲୁ। ତା ସ୍କୁଲ ପାଖରେ ସେଇ ମହୋତ୍ସବ ପଡ଼ିଆଟି ପଡ଼ିଥିଲା। ଆଉ ରାତିରେ ଭିଡ଼ ଅଧିକ ହୁଏ, ଛୁଆମାନେ ଦୋଳି ଝୁଲୁଆରେ ବସନ୍ତି, ସେଥିପାଇଁ ମୋତେ ସମୟ ନଥିଲା ବୁଲାବୁଲି କରିବା ପାଇଁ। ମୁଁ 2 ଥର ଯାଇଛି ବୌଦ୍ଧ ମହୋତ୍ସବ ବୁଲିବା ପାଇଁ, କିନ୍ତୁ କିଛି ବିଶେଷ ଦେଖିପାରିନଥିଲି। ସେଥିପାଇଁ ଦିନରେ ଯିବି ବୋଲି ଭାବିଲି ଆଉ ଗଲି। ଝିଅକୁ ଧରି ଭାଲି ଭିତରକୁ ପଶିଲି। ସେମିତି କିଛି ମୋର କିଣିବାର ନଥିଲା, ଆଉ ହେଲେ ମାଠିଆକୁ ଦେଖି ମନ ହେଲା ଆଣିବାକୁ। ଆଉ ଗୋଟେ ହାଣ୍ଡିଟାକୁ ଦେଖିଲି, ସେ ଭାବିଲି ସେଇଥିରେ ମଟନ ରାନ୍ଧିଲେ ମଧ୍ୟ ଭଲ ହବ। ସେଇ 2ଟା ଆଣିବା ପାଇଁ ମୋତେ ଭାରି ଇଚ୍ଛା ହେଲା। ଫ୍ରିଜର ପାଣିଠାରୁ ମାଠିଆ ପାଣି ଯେ ଅଧିକ ଭଲ ଭାବିଲି, କିନ୍ତୁ ମୁଁ ତ ଯେହେତୁ ଝିଅକୁ ନେଇକି ଯାଇଥିଲି ସେଇଥିପାଇଁ ସ୍କୁଟିରେ ତ ଆଣିପାରିବିନି। ଆଉ ଭାବିଲି ପଛେ ସନ୍ଧ୍ୟା ବେଳକୁ ଆସିକି ନେବି। ସେଥିପାଇଁ ମୁଁ ଭାବିଲି ଚାଲ ପଳେଇବା। ଦେଖୁ ଦେଖୁ ମୋ ଭଉଣୀର ପୁଅ ଆସି ପହଞ୍ଚିଲା। ଆଉ ତା ନାଁ ହଉଛି କିଶୁ। ସିଏ ଆଉ ମୋ ଝିଅ ମିଶିଲେ ମାନେ ସେମାନେ 2 ଜଣ ମାନେ ଆଉ ସେମାନେ ଆଉ ରହିବେନି। ଦୌଡ଼ା ହାପଡ଼ା ତାଙ୍କର ଚାଲିବ। 2 ଜଣ ସେଇ ପଡ଼ିଆ ଭିତରେ ତାଙ୍କର ଖେଳକୁଦରେ ମାତିଗଲେ। ଆଉ କିଶୁର ବାବା ଆସିଥିଲେ ତାକୁ ନେଇକି, ସେ ବି ମଧ୍ୟ ସ୍କୁଲରୁ ଆସିଥାଏ। 2 ଜଣ ଖେଳା ବୁଲା ଭିତରେ ସେମାନେ ଦେଖିଲେ ଗୋଟେ ଦୋକାନରେ ଗୋଟେ କାନର ଯୋଉ ପିନ୍ଧନ୍ତି ଶୀତ ଦିନେ, ତାକୁ ଦେଖି କହିଲେ ଆମେ ନବୁ। ତା ବାବା 2 ଜଣ ପାଇଁ ଗୋଟେ ଗୋଟେ କିଣି ଦେଇଥିଲେ। ଆଉ 2 ଜଣ କାନରେ ଦେଇକି ଏମୁଣ୍ଡ ସେମୁଣ୍ଡ ପଡ଼ିଆରେ ଖାଲି ଖେଳିବାକୁ ଲାଗିଲେ। 2 ଜଣ ମିଶି ପୁରା ମସ୍ତି ମଜା କଲେ। ତାପରେ ମୋ ଝିଅ ଗୋଟେ ଝୁଲାକୁ ଯାଇ ଦେଖିଲା, କହିଲା ମାମା ଏଟାକୁ ନବା। ମୁଁ କହିଲି ଗୋଟିଏ ତ ଘରେ ଝୁଲା ଅଛି, ସେଥିରେ ତ ବସୁନୁ, ସେଇଟା ପଡ଼ିଛି, ଆଉ ଏଇ ଝୁଲା ନେଇକି ଆମେ କଣ କରିବା। ତାପରେ ଆମେ ଘରକୁ ପଳେଇ ଆସିଲୁ। ସନ୍ଧ୍ୟାରେ ତା ଡାଡିକୁ କହିଲି ଗୋଟେ ମାଠିଆ ଆଉ ଗୋଟେ ସେ ମାଟି ହାଣ୍ଡିଟେ ଆଣିବା ପାଇଁ। ସନ୍ଧ୍ୟାରେ ସେ ଯାଇ ନେଇ ଆସିଲେ। କିନ୍ତୁ ଆଜି ସକାଳେ ତା ଡାଡି ଘରକୁ ଏମିତି ଗୋଟେ ଜିନିଷ ଆଣିଲେ, ମୁଁ କେବେ ଭାବିନଥିଲି। ସେ ଆଣିଥିଲେ କଣ ଜାଣନ୍ତି? ସେଇ ବାଉଁଶର ଝୁଲା, ଯୋଉଠି ମୋ ଝିଅ ମହୋତ୍ସବ ପଡ଼ିଆରେ ବସିଥିଲା। ଛୁଆଙ୍କ ମନ କଥା କହିବା ଦରକାର ହୁଏନି, ବାପା ହୃଦୟ ସବୁ ବୁଝିଯାଏ। କଣ ଠିକ କହିଲି ନା? ଯଦି ଭିଡ଼ିଓଟି ଭଲ ଲାଗିଥିବ, ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।